ଦର୍ଶକ ଯଦି ଆମ ଘରେ ସବୁବେଳେ ଉନ୍ନତିରେ ବାଧା ସୃଷ୍ଟି ହେଉଛି, ଯେମିତି ଲୁହାରେ କଳଙ୍କି ଲାଗେ ସେମିତି ଆମର ଉନ୍ନତିରେ କଳଙ୍କି ଲାଗିଯାଗଲାଣି। ତାହେଲେ କେଉଁଠି ନା କେଉଁଠି ଶାସ୍ତ୍ରୋକ୍ତ ମତରେ ନିଶା ଆମ ଘରେ ବହୁତ ପୁରୁଣା, ଯେଉଁ କହନ୍ତି ଭଙ୍ଗା ଚିରା ଫଟା ଦଦରା ପୁରୁଣା ଜିନିଷ ଗୁଡ଼ାକ ରଦି ହେଇକି ରହିଯାଇଛି। ତାକୁ ନିଶ ଖୋଜିକି ବାହାର କରନ୍ତୁ। ଯାହା 2 ବର୍ଷରୁ 3 ବର୍ଷ ଅଧିକା ବ୍ୟବହାର ହେଉନାହିଁ ସେ ସବୁକୁ ଘରୁ ବାହାର କରନ୍ତୁ। କାରଣ ଏଗୁଡ଼ିକ ହେଉଛି କ'ଣ ନା ଜଙ୍କ। ତାହେଲେ ଆମ ଉନ୍ନତିରେ ଜଙ୍କ ଲାଗିଗଲା, ଆମ ଭାଗ୍ୟରେ ଜଙ୍କ ଲାଗିଗଲା, ପିଲାଙ୍କର ବିଦ୍ୟା ଆହରଣରେ ଜଙ୍କ ଲାଗିଗଲା, ଆମମାନଙ୍କର ସମସ୍ତ ଇଚ୍ଛା ପୂରଣରେ ମଧ୍ୟ ଜଙ୍କ ଲାଗିଗଲା। ତାହେଲେ ଆକୁ ଟିକେ ଲକ୍ଷ୍ୟ କରି ଆମେ ନଥାନ୍ତେ? କେତେ ଛୋଟ ଛୋଟ କଥା କିନ୍ତୁ କେତେ ମହତ୍ଵ ବହନ କରୁଛି। ସେତେବେଳେ ଆମେ ବାସ୍ତୁବିତ୍, ଜ୍ୟୋତିର୍ବିଦ୍, ଗୁଣି ଗାଡ଼ି ତନ୍ତ୍ରବିତ୍, ଶାସ୍ତ୍ରବିତ୍ କେତେ କ'ଣ ଦେଖାଉଛି। ଘରେ ସଂକ୍ରାନ୍ତି ଅମାବାସ୍ୟା ପୂର୍ଣ୍ଣିମା କେତେ କ'ଣ ପୂଜାପୂଜି ହେଉଛି, ହେଲେ କିଛି ସମାଧାନ ହେଉନି। ଏଠି ଛୋଟିଆ କଥାଟା ଲକ୍ଷ୍ୟ ରଖିବେ। ନିଶ୍ଚୟ ଆପଣଙ୍କର ଏ କାର୍ଯ୍ୟଟି ଯଦି କରିବେ ଆପଣଙ୍କ ଘରୁ ପୁଣି ପୁନର୍ବାର ଅଳିଆ ହଟିବ, ପୁଣି ଉନ୍ନତି ହେବ। ଜୟ ଜଗନ୍ନାଥ।